ଖୋର୍ଦ୍ଧା ଅବକାରୀ ଅଧୀକ୍ଷିକା ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ପୂର୍ବାହ୍ନରେ ବାଣପୁର ଥାନା ଅନ୍ତର୍ଗତ କନ୍ଦୁଲ ସାହିରେ ଚଢ଼ାଉ କରି 6050 କେଜି ମହୁଲ ପଚ ନଷ୍ଟ କରିବା ସହ 1350 ଲିଟର ଦେଶୀ ମଦ ଜବତ କରାଯାଇଛି। ଜବତ ମହୁଲ ପଚ ଓ ଦେଶୀ ମହୁଲର ଆନୁମାନିକ ମୂଲ୍ୟ 5,72,500 ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବାଲୁଗାଁ ଅବକାରୀ ବିଭାଗ, ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଏବଂ ବାଣପୁର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଥିବା ବେଳେ କୌଣସି ଅଭିଯୁକ୍ତଙ୍କୁ ଧରି ନଥିବା ବାଲୁଗାଁ ଅବକାରୀ ଅଧୀକ୍ଷକ ଶ୍ରୀ ପାତ୍ର କହିଛନ୍ତି। ଚଢ଼ାଉରେ ବାଣପୁର ତହସିଲଦାର ଟି ପଦ୍ମନାଭ ତୋରା, ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକ ଓ ଟିମ୍ ବେଗୁନିଆ ଅବକାରୀ ଅଧିକାରୀ संजय कुमार सुबुद्धि और टीम बाणपुर थाना एएसआई विद्याधर मल्लिक और टीम एपीआर फारसंक समेत बालुगां अबकारी कर्मचारी माने सामिल थे। एसहित साधारण दाबी होछि जे अबकारी विभाग रे और पुलिस प्रशासन मिलित प्रचेष्टा कले नाचुणी बालुगां सान नईरी कालुपड़ा जरीपड़ा मानसिंहपुर शरण एवं आखपाख अंचल जो आस्का फोर्ट बेपार होउछि ओ विदेशी मध्य मिसुछि ताकू गुप्त भाव नजर रखी एक उचित समय देखि ता उपरे कार्यानुष्ठान नेले या आहुरी भल होई पारिबो बोली बुद्धिजीवी महले चर्चा हेउछि।